जय अनंत गोविंद गोपाल मधुसूदन हरि ओम जगन्नाथ जय गुरु। जगन्नाथंकर चिता लगी अमावास्यार पर्व शेष होइछि। आमे वर्तमान अनंतंक शिशु अनंतंक आश्रम रे अच्छु। 2-3-4 अगस्त 2-3-4 तीनोटी दिन एठारे तीर्थेश्वर महादेव को उद्देश्य 108 रुद्राभिषेक महिम्न शिव महिम्न पाठ रुद्रचंडी पाठ एवं ओम नमः शिवाय जप इत्यादि इत्यादि ये अनुष्ठित हो। सेठिपाई 108 जन ब्राह्मणंकर आवश्यक अच्छी। तांको पई खर्च बाच सब दियाजिवो। ईटा थरे बहुत दिन तले कराइतला बोधे सेठी 108 ही नथला 11 रुद्र होइतला। ये गोटे मन को आसी वर्तमान तीर्थेश्वर महादेव ये शिशु अनंत सम्मुख रे पूजा पाउतले। तांकर वर्तमान आम अनंत सरोवर बा पुष्करिणी भितर रखाई। तांकरी उद्देश्य रे समस्तंकर मंगल पाई विश्वर मंगल थारु हम समस्तंकर मंगल पाई आमे तीनोटी दिन 108 जजमान को स्थिर करिछु। से अनुजाई टिके यज्ञ हब महोत्सव हब। तो से अनुजाई किछि अर्थ टिके आवश्यक दरकार होउछि एवं खेती पई अर्थ टिके बढ़ी माने प्रत्येक वर्ष टिके बढ़ी जाइछि। किन्तु मन रखा हम जे आमे जे श्रावणी मासरे ए श्रावण मासरे आमे शिवाभिषेक आगुरु करूथिलु। एइथिपई करूथिलु आमे लोकन को जणाउथिलु पानी कांधरे धरी पादरे चाली चाली गोटे निर्दिष्ट स्थान रे शिव मंदिर रे पहुँची सेठी पानी ढालिबो। शिवलिंग रे पानी ढोला हबनी गोटे स्वतंत्र जगार ढालिबो। बाटरे पूरी तरकारी कौन सब खाई खाइका जीवो। ये कथा न करी बरं शिवाभिषेक कर। निज निज अंचल जो शिव मंदिर अच्छी सेठी माने लोक सेठी कहीं जाऊना से तुम शिवाभिषेक कर। तेणु आमे एठी गोटे आरंभ करूँ प्रत्येक दिन 4 जन 5 जन 3 जन एमती आसी 30 दिन पर्यंत शिवाभिषेक एठी चले। ये वर्ष जहाँ आर वर्ष को ता हेनी। आर वर्ष को आसंता वर्ष को
ତା ହେବନି। ଆସନ୍ତା ବର୍ଷକୁ ତା ଆଉ ଅଭିଷେକ ହେବ କି ନାହିଁ ତା ମଧ୍ୟ ଆମେ ଏବେଠାରୁ ସ୍ଥିର କରିବୁ। ସେଟା ଗୋଟିଏ ଦିନ ଗୋଟେ ଅଭିଷେକ କରିଦେଇପାରୁ। ଶ୍ରାବଣୀ ଅଭିଷେକ ଆମର ଯେଉଁ ତୀର୍ଥେଶ୍ୱର ଭଗବାନ ବର୍ତ୍ତମାନ ପୁଷ୍କରିଣୀ ଭିତରେ ଅଛନ୍ତି, ସେଇ ତୀର୍ଥେଶ୍ୱର ବର୍ତ୍ତମାନ ତୀର୍ଥକୁଣ୍ଡରେ ଗାଦିଙ୍କର ଉତ୍ତର ଦ୍ୱାରରେ ଅମରନାଥ ରୂପରେ ପୂଜା ପାଉଛନ୍ତି। ତେଣୁ ଏଇ ସୌଭାଗ୍ୟଟା ସମସ୍ତଙ୍କ ପାଖରେ ସମସ୍ତଙ୍କ ପାଇଁ ସବୁଦିନେ ଆସିବନି। କିମ୍ବା ଏହା କିଏ କଲେ ଆମେ ତାକୁ ପ୍ରଶଂସା ପତ୍ର ଦେବୁ, ଯିଏ ନ କଲେ ତାର ନିନ୍ଦା ପତ୍ର ଦେବୁ, ଏସବୁ କଥା କେବେ ବି ନୁହଁ। ଆସନ୍ତୁ ପ୍ରଭୁଙ୍କର ଅଭିଷେକ କରି ଦର୍ଶନ କରି ଘରକୁ ଫେରିବେ। ଅଭିଷେକ ପ୍ରିୟ ଶିବ, ଉପଚାର ପ୍ରିୟ ବିଷ୍ଣୁ। ଏଇ ଶିଶୁ ଅନନ୍ତଙ୍କର କ୍ଷେତ୍ର ହେଉଛି କ୍ଷୀରାବ୍ଦି ସାଇ ଅନନ୍ତଙ୍କର ପୂଜାପୀଠ ଏବଂ ଶିବଙ୍କର ପୂଜା ମଧ୍ୟ ଏଠି ହୁଏ। ଏଇ ହେଉଛି ମୋଟାମୋଟି କଥା। ହରି ଓମ୍ ନମଃ ଶିବାୟ ଇଏ ମନ୍ତ୍ରଟିକୁ ଜପ କରନ୍ତୁ। ଏଇ କ୍ଷେତ୍ରରେ ଗୋଟେ ଜାତକ ଜ୍ୟୋତିଷ ଶାସ୍ତ୍ରରେ ଥିବା କାଳସର୍ପ ଯୋଗ ଥିଲେ ଏଇ ଜାଗାରେ ହିଁ ପୂଜା ହୁଏ। ତେଣୁ ସେଇ ମନୋଭାବଟାକୁ ରଖନ୍ତୁ। ବଳିଆ 2, 3, 4 ପର୍ଯ୍ୟନ୍ତ ରହୁଛି। ତାପରେ ମଧ୍ୟ ଆଉ କିଛି ଦିନ ମଧ୍ୟ ରହିବି। ତାପରେ ବର୍ଷା ଦିନ ବାତ୍ୟା ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି ମୁଁ ଅନ୍ୟତ୍ର ଗସ୍ତକୁ ଯିବି। ଏଠି ଗୋଶାଳା ଥିଲା, ଗୋ ଦାନ କରିଦେଲୁ। ଯାହାକୁ ଦାନ କଲୁ ସେ ଯେଭଳି ବିକ୍ରି ନ କରିବେ ତାକୁ ଶପଥ ମଧ୍ୟ କରେଇଲୁ। ତେବେ ଏଇଭଳି ଭାବରେ ପ୍ରଭୁଙ୍କ କ୍ଷେତ୍ରରେ ଯେତେବେଳେ ଯାହା ପ୍ରେରଣା ଆସେ ତାହା ହିଁ ଆମେ କରୁ। ଶିବ କହିଲେ ଗୋଟେ ଲିଙ୍ଗ ନୁହେଁ କିମ୍ବା ଗୋଟେ ପ୍ରସ୍ତରର ମୂର୍ତ୍ତି ନୁହେଁ। ଶିବ କହିଲେ ପୃଥିବୀ, ଶିବ କହିଲେ ବୃକ୍ଷଟିଏ, ଗୋଟେ ଶିବଲିଙ୍ଗଟିଏ ଯାହା, ଗୋଟିଏ ମାନେ ବୃକ୍ଷଟିଏ ମଧ୍ୟ ସେଇଆ। ଯେଉଁମାନେ ବର୍ଷା ଦିନେ ହଉ ଖରା ଦିନେ ହଉ ବୃକ୍ଷଟିକୁ ଲଗେଇକିରି ବଞ୍ଚେଇ ପାରନ୍ତି ସେଇମାନେ ପ୍ରକୃତରେ ଶିବାଭିଷେକ କରନ୍ତି। ବୃକ୍ଷ ସିଏ ତାର ବି ଜୀବନ ଅଛି, ତାର ବି ବଞ୍ଚିବା ପାଇଁ ଅଧିକାର ଅଛି। ବୃକ୍ଷ ମୂଳରେ ପାଣି ଦେଇ କ'ଣ ଗୋଟିଏ ପ୍ରାର୍ଥନା କଲେ ସେ ପ୍ରାର୍ଥନାର ଅନୁଭବ ମଧ୍ୟ ଆମେ କରିପାରିବୁ। କେନ୍ଦୁଝରର ଘଞ୍ଚ ଜଙ୍ଗଲ ଭିତରେ ଜଣେ ସ୍କୁଲ ଶିକ୍ଷକ ସାଇକେଲଟେ ଚଢ଼ି ଛୋଟିଆ ରାସ୍ତାରେ ସେ ଯିବା ଆସିବା କରନ୍ତି। ଦିନେ ସେ ବାଘ ହାବୁଡ଼ରେ ପଡ଼ିଲେ। ବାଘକୁ ଦେଖି ସେ ଭାବିଲେ ଆଜି ହେଉଛି ମୋର ଶେଷ ଦିନ। ଆଖିରୁ 2 ଟୋପା ଲୁହ ଗଡ଼ି ଆସିକି ଧରିତ୍ରୀ ମାର ଉପରେ ଯେତେବେଳେ ପଡ଼ିଛି, ସେଇ ଘଞ୍ଚ ବୃକ୍ଷରାଜି
ବୃକ୍ଷରାଜି ଭିତରୁ ଗୋଟେ ଶବ୍ଦ ଆସିଲା, ଭୟ କରନା, ବାଘ ଆଖିକି ଧୂଳି ଛାଟି ଦିଅ। କିଏ ମୋତେ କହିଲା? ମନ ଭିତରେ ଭାବିଲା, ବନକୁ ରକ୍ଷା କରନ୍ତି ବନ ଦେବୀ। ତେଣୁ ସେଇ ବୋଧେ କହିଲେ ଆଉ। ସେ ଭୟଭୀତ ହେଇ ଆସ୍ତେ ଆସ୍ତେ ବସିଲା, ଧୂଳି ମୁଠାଏ ଧଇଲା, ଆଖିକି ଛାଟିଦେଲା। ବାଘ ଗଡ଼ି ଗଡ଼ିକା ଜଙ୍ଗଲ ଭିତରେ ଗଡ଼ୁଛି ଆଉ। ଇଏ ସାଇକେଲ ଧରି ପଳେଇ ଆସିଲେ ଆଉ। ବୃକ୍ଷ କଥା କୁହେ। ଏଇ ଆଶ୍ରମରେ ଗୋଟିଏ ଗଛ ମୂଳରେ ବସିଛି, ଜଣକୁ ଖୋଜୁଛି, ସିଏ କହୁଛି ନାହିଁ, ସେ ଏଠାରେ ନାହିଁ। ସେ କିଏ? ବୃକ୍ଷ। ଏଇ ଆଶ୍ରମର ପୂର୍ବ ଦ୍ୱାରରେ ଆଜି ବି ସେ ଆମ୍ବ ଗଛ ଅଛି। ତାକୁ ଯେତେବେଳେ ଆମେ କାଟିକିରି ଛାତ ପକାଇବାକୁ ବସିଲୁ, ସିଏ କହିଲା, ମୁଁ ମଧ୍ୟ ଏଇ ପୀଠର ଶିଷ୍ୟ ଥିଲି, ମୋତେ ବଞ୍ଚିବାକୁ ଦିଅ। ଆଜି ବି ସେ ବୃକ୍ଷ ଅଛି। ତେଣୁ ସବୁ କଥାକୁ ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ଭଲେ। ଆଜିର ମଣିଷ କିଛି ବୁଝିବାକୁ ସେ ଚାହୁଁନି। ଯାହା ବୁଝିଛି ତାକୁ ହିଁ ସେ ଜିଦ୍ ଧରି ବସିଛି। ମୁଁ ଯାହା କହୁଛି ଠିକ୍, ଯାହା କରୁଛି ଠିକ୍, ଯାହା ଚିନ୍ତୁଛି ଠିକ୍। ତେଣୁ ସଜ୍ଜନ, ଆପଣମାନଙ୍କୁ ସେଇ ଶିବଙ୍କର ଏଇ ପବିତ୍ର ଧାରା ଶ୍ରାବଣ ମାସର ଆଜି ଦିନରେ, ଆଜି ସନ୍ଧ୍ୟାରେ ଆପଣମାନଙ୍କର ଶୁଭ କାମନା କରୁଛି। ଯେଉଁମାନେ ପାଣି ନେଉଛନ୍ତି କି ଶିବାଭିଷେକ, ସେମାନେ ସେତିକି ବୃକ୍ଷ ଯଦି ଓଡ଼ିଶା ମାଟିରେ ଲାଗିବ, ଭାରତ ମାଟିରେ ଲାଗିବ, କେତେ ଶାନ୍ତିରେ ଆପଣମାନେ ରହିବେ। ତେଣୁ ସେଇ ବୃକ୍ଷ ଦର୍ଶନ, ବୃକ୍ଷ ସ୍ମରଣ, ବୃକ୍ଷ ଦାନ, ବୃକ୍ଷ ଯେଉଁ ଦାନ କରେ ଅମ୍ଳଜାନ, ଅମୃତ, ଏସବୁକୁ ଶୈବ ଦର୍ଶନ ରୂପରେ, ଶିବଙ୍କ ଦର୍ଶନ ରୂପରେ ଚିନ୍ତନ କରି ସେବକ ଭଳିଆ ପ୍ରଣାମ ଜଣାଉଛି। ସମସ୍ତଙ୍କର ଶୁଭକାମନା କରୁଛି। ହରି ଓମ୍ ନମ ଶିବାୟ। ହରି ଓମ୍ ନମ ଶିବାୟ। ହର ହର ମହାଦେବ ଶିବ ଶମ୍ଭୁ ଜୟ।